ରେମୁଣା ଖୁସାଲିଗସ୍ଥିତ ସ୍ୱପ୍ନଜ୍ୟୋତି ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ମହାସମାରୋହରେ ସମ୍ପନ୍ନ ହୋଇଛି। ତିନି ଠାକୁର ରେମୁଣା ଖୁସାଲିଗଞ୍ଜରୁ ବାହାରି ରେମୁଣା ବଜାର ପରିକ୍ରମା କରିବା ସହିତ ସତ୍ସଙ୍ଗ କଲୋନୀର ମାଉସୀମା ଘରେ ପହଞ୍ଚିଥିଲେ। ଅପରାହ୍ନ 3ଟା ବେଳେ ଠାକୁରଙ୍କୁ ପହଣ୍ଡି କରାଯାଇ ରଥାରୂଢ଼ କରାଯିବା ସହ ତିନି ରଥକୁ ଦକ୍ଷିଣ ମୋଡ଼ କରାଯାଇଥିଲା। ବଜାର ମଧ୍ୟରେ ହଜାର ହଜାର ଭକ୍ତମାନଙ୍କ ଭିଡ଼ରେ ଘଣ୍ଟ ଘଣ୍ଟା କାଳି ମୃଦଙ୍ଗ ଲୋକକଳା ନୃତ୍ୟର ତାଳେ ତାଳେ ଶଙ୍ଖ ଧ୍ୱନି ପରିବେଶରେ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା ରେମୁଣା ବଜାର। ମନ୍ଦିରର ସଭାପତି ତଥା ଠାକୁର ରାଜା ଭାବେ ଦୟାଲ ଚନ୍ଦ୍ର ଦାସ ଛେରା ପହଁରା କରିଥିଲେ। ଦାସିଆ ବାଉରୀ ଭାବେ ଲୋକନାଥ ପିରି କାର୍ଯ୍ୟ ସମ୍ପାଦନ କରିଥିଲେ। ରଥଯାତ୍ରା ଉତ୍ସବକୁ ସାମାଜିକ ସଂଗଠନ ବିପଦର ବନ୍ଧୁ ମୁଁ ତୁମର ସାଥୀ ମନୋଜ ହେଲ୍ପିଂ ସୋସାଇଟି ୱି ମଷ୍ଟ ହେଲ୍ପ ୟୁ ଈଶ୍ୱର କୃପା ୱେଲଫେୟାର ଟ୍ରଷ୍ଟର ସଦସ୍ୟ ସଦସ୍ୟାମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରି ଏଥିରେ ପରିଚାଳନାରେ ସହଯୋଗ କରିଥିଲେ। ରେମୁଣା ଥାନା ଅଧିକାରିଣୀ ରଞ୍ଜୁହାସିନୀ କୁଲୁଙ୍କର ନେତୃତ୍ୱରେ ପୋଲିସ ବାହିନୀମାନେ ବଜାର ଟ୍ରାଫିକକୁ ଶୃଙ୍ଖଳିତ କରାଇଥିଲେ। ଏଥିରେ ସ୍ୱାସ୍ଥ୍ୟ ବିଭାଗ ଅଗ୍ନିଶମ ବାହିନୀ ବିଦ୍ୟୁତ ବିଭାଗର କର୍ମଚାରୀମାନେ ସହଯୋଗ କରିଥିଲେ। ସ୍ଥାନୀୟ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ସମେତ ବୀରେନ୍ଦ୍ର ବେହେରା ସତ୍ୟ ମହାରଣା କାନୁଚରଣ ବେହେରା ପ୍ରସନ୍ନ ବେହେରା ଶିବଶଙ୍କର ରାୟ ଶୋଭନା ମହାନ୍ତି ଗଜେନ୍ଦ୍ର ଦାସ ଲମ୍ବୋଦର ପ୍ରଧାନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି ଚତୁର୍ଦ୍ଧା ମୂର୍ତ୍ତିଙ୍କର ଆଶୀଷ ଭିକ୍ଷା ଲାଭ କରିଥିଲେ। ଡକ୍ଟର ଭାଗବତ ପ୍ରସାଦ ଦାସ ନିରଞ୍ଜନ ଦାସ ପ୍ରଦୀପ୍ତ ମିଶ୍ର ପ୍ରମୁଖ ଜଗନ୍ନାଥଙ୍କ ଧାରା ବିବରଣୀ ପ୍ରଦାନ କରିଥିଲେ। ଏ ସମସ୍ତ କାର୍ଯ୍ୟକ୍ରମକୁ ମନ୍ଦିର କମିଟିର ସମସ୍ତ ସଦସ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ। ଅନୁଷ୍ଠିତ ହେବାକୁ ଯାଉଛି ରଥାରୂଢ଼ ହୋଇଯାଇଛନ୍ତି ତିନି ବିଗ୍ରହ ଗଜପତି ମହାରାଜଙ୍କ ଦ୍ୱାରା ପ୍ରଭୁଙ୍କୁ ଆଳତୀ ନିବେଦନ କରାଯିବ। धीरे 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 धीरे